ଶ୍ରୋତାବନ୍ଧୁ ପ୍ରଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତି କହିଥିଲେ, ପାଦ ଥିଲେ ଚାଲି ହୁଏ, ମାତ୍ର ହାତ ଥିଲେ ଲେଖି ହୁଏନି। କଲମ ଧରିଦେଲେ ସତରେ କେହି ଲେଖକ ହୁଏନି। କବି କିମ୍ବା ଲେଖକ ହେବା ଈଶ୍ୱରଙ୍କ ଆଶୀର୍ବାଦର କଳାତ୍ମକ ରୂପ। ଶ୍ରୋତାବନ୍ଧୁ, ଅନ୍ୟ ଜଣେ ପ୍ରଖ୍ୟାତ ସମାଲୋଚକ ଶ୍ରୀ ଚିତ୍ତରଞ୍ଜନ ଦାସ ମୋର ମନେ ପଡ଼ନ୍ତି, ଯେ ଏକଦା କହିଥିଲେ, ସାହିତ୍ୟ ମନର ବିଳାସ ନୁହେଁ, କ୍ରାନ୍ତିକାରୀମାନଙ୍କ ପକ୍ଷେ ଏକ ଅମୋଘ ଅସ୍ତ୍ର, ଯାହାଦ୍ୱାରା ଲେଖକ ସମାଜ ସଂଶୋଧନର ଗୁରୁ ଦାୟିତ୍ୱ ନିର୍ବାହ କରନ୍ତି। ପ୍ରକୃତରେ ସଚ୍ଚା ଲେଖକଟିଏ ସାମାଜିକ ସଂସ୍କାର ତଥା ସଂଶୋଧନର ଆଭିମୁଖ୍ୟ ବହନ କରନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟରେ ସେମିତି ଜଣେ ମହାନ ସଂସ୍କାରବାଦୀ ବ୍ୟଙ୍ଗକାର ଥିଲେ, ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ। ଜୁନ 1, 1915 ମସିହାରେ କଟକ ସହରର ଝାଞ୍ଜିରୀ ମଙ୍ଗଳାରେ ପିତା ବିଦ୍ୟାଧର ମିଶ୍ର, ମାତା ସୁଭଦ୍ରା ଦେବୀଙ୍କ କୋଳମଣ୍ଡନ କରି ସେ ଭୂମିଷ୍ଠ ହୋଇଥିଲେ ଏବଂ 80 ବର୍ଷର ଜୀବନରେ ଅର୍ଥାତ୍ 1995 ମସିହାରେ ତାଙ୍କର ମହାପ୍ରୟାଣ ହେଇଥିଲା ଏବଂ ଏଇ ଦୀର୍ଘ ବର୍ଷ ଭିତରେ ଜଣେ ବିଜ୍ଞାନର ଛାତ୍ର କିପରି ସାହିତ୍ୟର ଏକ ସୁନ୍ଦରତମ ରୂପକୁ ଶବ୍ଦାୟିତ ଚିତ୍ରାୟିତ କରିପାରିଥିଲେ, ତାହା ହିଁ ଆଜିର ଆମର ଏହି ଆଲୋଚନାର ବିଷୟବସ୍ତୁ। ଶ୍ରୋତାବନ୍ଧୁ, ରାମଚନ୍ଦ୍ର ମିଶ୍ର ଓରଫ ଫତୁରାନନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ ଲାଳିକାକୁ ସ୍ୱତନ୍ତ୍ର ଉଚ୍ଚତା ପ୍ରଦାନ କରିଥିବା ଜଣେ ଅଦ୍ୱିତୀୟ ସାହିତ୍ୟିକ। ସେ ଏକାଧାରରେ କବି, କଥାକାର, ଔପନ୍ୟାସିକ ତଥା ଜଣେ ବିଶିଷ୍ଟ ସମାଲୋଚକ ମଧ୍ୟ। ହିନ୍ଦୀ ସାହିତ୍ୟର ବିଶିଷ୍ଟ ବ୍ୟଙ୍ଗକାର ହରିଶଙ୍କର ପରସାଇଙ୍କ ସହିତ ସେ ତୁଳନୀୟ। ତାଙ୍କରି ପରି ଫତୁରାନନ୍ଦ ମଧ୍ୟ ଭାବୁଥିଲେ, ପ୍ରକୃତ ବ୍ୟଙ୍ଗର ସ୍ୱରୂପ ଭାବରେ ମାନବାତ୍ମାର ଅଥଳ କରୁଣା ହିଁ ମୁଖ୍ୟ। ଚଟୁଳ ଥଟୁଲି ଭାଷାର ରସାଳ ଆଲେଖ୍ୟ ବହନ କରେ ଫତୁରାନନ୍ଦଙ୍କ ସାମଗ୍ରିକ କଳାକୃତି। ଫତୁରାନନ୍ଦଙ୍କ ବ୍ୟଙ୍ଗ କଟାକ୍ଷ ପଛରେ କୌଣସି ମଣିଷର ଦୋଷ ଦୁର୍ବଳତା ଦର୍ଶାଇ ତାକୁ ଅପମାନିତ କରିବାର ବା ନ୍ୟୁନ ଦେଖାଇବାର ଆଭିମୁଖ୍ୟ ନଥିଲା, ବରଂ ହସେଇବା ଛଳରେ ମାନବର ଦୋଷ ଦୁର୍ବଳତାକୁ ସଂଶୋଧନ କରିବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ଶ୍ରୋତାବନ୍ଧୁ, ଜନୈକ ବଙ୍ଗୀୟ ହାସ୍ୟ ରସିକଙ୍କ ଦ୍ୱାରା ତାଙ୍କର ନାମ ହୋଇଥିଲା ଫତୁରାନନ୍ଦ। 1931 ମସିହାରେ ମ୍ୟାଟ୍ରିକ, 1938ରେ କଟକ ମେଡିକାଲ ସ୍କୁଲରୁ LMP ଏବଂ ପରେ ପରିଣତ ବୟସରେ 1966 ଓ 70 ମସିହାରେ ଯଥାକ୍ରମେ IA ଓ ସ୍ନାତକ ସେ ଲାଭ କରିଥିଲେ। ଶାରୀରିକ ଅସୁସ୍ଥତା ହେତୁ ସରକାରୀ ଚାକିରି କରିପାରି ନଥିଲେ ଏବଂ ପୈତୃକ ଡିହ ଛାଡ଼ି ପିଠାପୁରସ୍ଥ ଶିବ ମନ୍ଦିର ପାଖରେ ନୂଆ ଘର ତିଆରି କରିଥିଲେ। ଡଗର ଥିଲା ତାଙ୍କ ଜୀବନର ଏକ ସାହିତ୍ୟିକ ରୂପ, ଯାହାକୁ ସେ ସମ୍ପାଦକ ଭାବରେ ସମ୍ପାଦନ କରିଥିଲେ। ଫତୁରାନନ୍ଦଙ୍କ ସ୍ରଷ୍ଟା ଜୀବନର ଆରମ୍ଭ ଜଣେ କାର୍ଟୁନିଷ୍ଟ ଭାବରେ ହୋଇଥିଲା ଏବଂ ତତ୍ସହିତ ସେ କବିତା ମଧ୍ୟ ଲେଖିଥିଲେ। ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ଥିଲା ନାକ୍ଟା ଚିତ୍ରକର, ହାସ୍ୟ ଓ କାରୁଣ୍ୟର ଏକ ମିଶ୍ର ରାଗ, ଯାହାର ନାୟକ ସ୍ୱୟଂ ସ୍ରଷ୍ଟା ସତ୍ତା ଅର୍ଥାତ୍ ସେ ନିଜେ। ଏହି ଗୋଟିଏ ଉପନ୍ୟାସକୁ ପଢ଼ି ସାରିଲା ପରେ ପ୍ରଖ୍ୟାତ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଔପନ୍ୟାସିକ ଗୋପୀନାଥ ମହାନ୍ତି କହିଥିଲେ ଯେ ଯଦି ଫତୁରାନନ୍ଦ କେବଳ ନାକ୍ଟା ଚିତ୍ରକର ଉପନ୍ୟାସଟିକୁ ହିଁ ଲେଖିଥାନ୍ତେ, ତେବେ ମଧ୍ୟ ସେ ଅମର ହୋଇ ରହିଥାନ୍ତେ। ଅନ୍ୟାନ୍ୟ ଗଳ୍ପ ପୁସ୍ତକର କିଛି ଆବଶ୍ୟକତା ମନେ ହେଉନାହିଁ। ତାପରଠାରୁ ସେ ଆଉ ପଛକୁ ମଧ୍ୟ ଚାହିଁ ନଥିଲେ। ଡଗର ପୃଷ୍ଠାରେ ପ୍ରକାଶ ପାଇଛି ତାଙ୍କର ଦୀର୍ଘ କବିତା କବି ଲଢ଼େଇ।
ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଗଳ୍ପଗୁଡ଼ିକରେ ଗାମ୍ଭୀର୍ଯ୍ୟର ଯୋଉ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବାଳୁତା ପ୍ରକାଶ ପାଇଛି। ଘଟଣାଚକ୍ରରେ ସେ କାନ୍ତ କବିଙ୍କ ସହ ଯୋଡ଼ି ହୋଇଯାଇଛନ୍ତି ଏବଂ କାନ୍ତ କବି ଲକ୍ଷ୍ମୀକାନ୍ତ ତାଙ୍କ କଟକ ଘରେ ମଧ୍ୟ ବହୁବାର ଅତିଥି ହୋଇଛନ୍ତି। ଡଗର ପତ୍ରିକା କଟକରୁ ପ୍ରକାଶ ପାଇଛି। ସେ ମୁଦ୍ରାକର ଓ ପରିଚାଳନା ଦାୟିତ୍ୱ ବି ନିର୍ବାହ କରିଛନ୍ତି। ଶେଷକୁ ଡଗର କହିଲେ ଫତୁରାନନ୍ଦଙ୍କୁ ହିଁ ବୁଝାଇଛି। ଫତୁରାନନ୍ଦଙ୍କର ପ୍ରକାଶିତ ବହିଗୁଡ଼ିକର କ୍ରମ ଏହି ପ୍ରକାର: ନାକ୍ଟା ଚିତ୍ରକର ଉପନ୍ୟାସ, ନୀଲଠା କବି ଓ କବିତା, କବିତା 1955, ସାହିତ୍ୟ ଚାଷ, ହେରେସା, ବିଦୂଷକ, ମଙ୍ଗଳବାରିଆ ସାହିତ୍ୟ ସଂସଦ, ବୃହତ୍ ଭାଣ୍ଡ, ଭୋଟ, ଅମୃତ ବେହିଆ, ହସକୁରା, ନିଦା ବେହେଲ, ଗମାତ, କଲିକତି ଚେଙ୍କ, ସାହିତ୍ୟ ବିଭୂଷଣ, ଥଟ୍ଟଲିବାଜ, ମସ୍କରା, ଟାହୁଲିଆ, ନବଜିଆ, ସାହିତ୍ୟ ବଛାବଛି, ଟାପୁରିଆ, ଆଦର୍ଶ ହିନ୍ଦୁ ହୋଟେଲ। ଏହା ଏକ ଅନୁବାଦ ଗଳ୍ପ ପୁସ୍ତକ ଯାହାର ମୂଳ ବଙ୍ଗଳା ଲେଖକ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ। ଫମାଲୋଚନା ତାଙ୍କର ଏକ ସମାଲୋଚନାତ୍ମକ ପୁସ୍ତକ। ସାହି ମହାଭାରତ ଏକ କାବ୍ୟ ଏବଂ ପରିଶେଷରେ ତାଙ୍କର ଆତ୍ମଜୀବନୀ ମୋ ଫୁଟା ଡଙ୍ଗାର କାହାଣୀ। ତେବେ ଫତୁରାନନ୍ଦଙ୍କ ସାହି ମହାଭାରତ ଓ ମୋ ଫୁଟା ଡଙ୍ଗାର କାହାଣୀ ଓଡ଼ିଆ ସାହିତ୍ୟ ଇତିହାସର ଦୁଇଟି କାଳଜୟୀ ଅନୁପମ ସୃଷ୍ଟି। ଫୁଟା ଡଙ୍ଗାର କାହାଣୀ ବହୁ ଭାବରେ ବ୍ୟକ୍ତିଗତ ଜୀବନବୋଧକୁ ନେଇ ସ୍ୱୀକାରୋକ୍ତିମୂଳକ ଏକ ଗଦ୍ୟାତ୍ମକ ରୂପ। ସାହି ମହାଭାରତ ସାରଳା ମହାଭାରତର ବ୍ୟଙ୍ଗାନୁକୃତି। ଏହା ମଧ୍ୟ 18 ପର୍ବ ବିଶିଷ୍ଟ ଓ ଦାଣ୍ଡିବୃତ୍ତରେ ଲିଖିତ। ମାତ୍ର ଚରିତ୍ରମାନେ ଆଧୁନିକ ବସ୍ତିମାଳିନୀ କଟକ ସହରର ବାସିନ୍ଦା। ଶ୍ରୋତାବନ୍ଧୁ, ଜଣେ ବିଶିଷ୍ଟ କ୍ରାନ୍ତଦର୍ଶୀ ଓ କ୍ରାନ୍ତିକାରୀ ସାରସ୍ୱତ ସାଧକ ଭାବରେ ଫତୁରାନନ୍ଦଙ୍କର ଫୁଟା ଡଙ୍ଗାର କାହାଣୀ ଆଜିର ଆମର ଆଲୋଚନାର ପରିସରଭୁକ୍ତ ହେଉଛି। ମୋ ଫୁଟା ଡଙ୍ଗାର କାହାଣୀ ତାଙ୍କର ଏଇ ଆତ୍ମଜୀବନୀ ଗ୍ରନ୍ଥରେ ତାଙ୍କ ବୋଉକୁ ସେ ଉତ୍ସର୍ଗ କରିଛନ୍ତି କିଛି ଆନ୍ତରିକ ଶବ୍ଦପୁଞ୍ଜ, ଯେଉଁଠି ସେ ଲେଖିଛନ୍ତି, ଏ ପିଣ୍ଡରେ ତୁ ଜୀବନ ଦେଇଥିଲୁ ଓ ଜୀବନ ବାରିଧିକୁ ପାରିହେବା ଲାଗି ହାତ ଗୋଡ଼ରେ ତାକତ ଦେଇଥିଲୁ, କିନ୍ତୁ ଭାଗ୍ୟ ଦେଇନଥିଲୁ। ତାହା ତୋ ଅକ୍ତିଆରରେ ନଥିଲା। ଜୀବନ ବାରିଧି ଅତିକ୍ରମ କରିବା ଲାଗି ମୁଁ ଗୋଟିଏ ପାଲଟଣା ଡଙ୍ଗା ସଂଗ୍ରହ କଲି। ସେଇଥିରେ ଏକୁଟିଆ ଯାତ୍ରା ଆରମ୍ଭ କଲି। ମୋ ଭାଗ୍ୟକୁ ସେ ଡଙ୍ଗାଟା ଫୁଟା ପଡ଼ିଲା। ମୋ ଡଙ୍ଗା ବୁଡ଼ିବା ପୂର୍ବରୁ ତୁ ଚାଲିଗଲୁ। ଭଲ ହେଲା, ତୁ କାହିଁକି ମୋ କାଲୁବାଲୁ ଦେଖି ନିଜେ କଷ୍ଟ ପାଇଥାନ୍ତୁ? ତୋର ଜଣା ଅଜଣା ସବୁତକ ଏକାଠି କରି ମୋର ଏ ଫୁଟା ଡଙ୍ଗାର କାହାଣୀ ବହିଟିକୁ ତୋ ପାଦତଳେ ନୈବେଦ୍ୟ ରୂପେ ଅର୍ପଣ କଲି। ଶ୍ରୋତାବନ୍ଧୁ, ହାସ୍ୟ ବ୍ୟଙ୍ଗ ସମ୍ରାଟ ଫତୁରାନନ୍ଦଙ୍କର ମୋ ଫୁଟା ଡଙ୍ଗାର କାହାଣୀ 15 ଗୋଟି ପରିଚ୍ଛେଦରେ ବିଭାଜିତ, ଯାହାର ଶୀର୍ଷକ ରହିଛି ପୂର୍ବପୁରୁଷଗଣ ଓ ବଂଶଲତା, ଜନ୍ମ, ଶୈଶବ, ଚାଟଶାଳୀ ଜୀବନ, ସ୍କୁଲ ଜୀବନ, ଡାକ୍ତରୀ ସ୍କୁଲ ଜୀବନ, ମେଡିକାଲ ସହପାଠୀଙ୍କୁ ହଇରାଣ, ସାହିତ୍ୟିକ ଜୀବନ, ମୋର ସାହିତ୍ୟିକ ସ୍ୱୀକୃତି, ଓଡ଼ିଆ ସାହିତ୍ୟରେ ଧସ୍ତାଧସ୍ତି, ଦ୍ୱିତୀୟ ମହାଯୁଦ୍ଧ ଓ ମୋ ଜୀବନୀ, ମୋର ପରମ ମିତ୍ର ମହାବ୍ୟାଧି, ଏଣ୍ଡୁଅ ଦୌଡ଼, ମୁଁ ଓ ମୋର ସାହିତ୍ୟ ଅନୁଷ୍ଠାନ ଏବଂ ସବା ଶେଷରେ ଯେଉଁ ପରିଚ୍ଛେଦଟି ଅଛି ସେଟି ହେଉଛି ଅନ୍ତିମ ଯାତ୍ରା। ଶ୍ରୋତାବନ୍ଧୁ, ପ୍ରକୃତରେ ସାହିତ୍ୟ କରିବାକୁ ହେଲେ ରକ୍ତର ମହାସମୁଦ୍ରରେ ସନ୍ତରଣ କରିବାକୁ ହୁଏ। ଫତୁରାନନ୍ଦ ମଧ୍ୟ ଆଜୀବନ ଦୀନ ଦରିଦ୍ର ଅଭାବୀ ଓ ଦୁସ୍ଥ ଜୀବନ ବଞ୍ଚି ଅନ୍ୟକୁ ହସ ବାଣ୍ଟିଥିଲେ। ହସର ମହୌଷଧି ମାଧ୍ୟମରେ ଦୁଃଖୀ ମଣିଷକୁ ବଞ୍ଚିବା ଶିଖେଇଥିଲେ ଫତୁରାନନ୍ଦ। ଫତୁରାନନ୍ଦ ପ୍ରକୃତରେ ଓଡ଼ିଆ ଭାଷା ସାହିତ୍ୟର ଏକନିଷ୍ଠ ସାଧକ ଭାବରେ କାଳଜୟୀ ହୋଇ ରହିବେ। ସଂସ୍କାର ଓ ସଂଶୋଧନର ଉଦ୍ଦେଶ୍ୟ ନେଇ ହାସ୍ୟ ବ୍ୟଙ୍ଗର ଗଙ୍ଗାକୁ ସେ ସାହିତ୍ୟ ପୃଷ୍ଠାରେ
ପ୍ରବହମାନ କରେଇ ପାରିଥିଲେ। ନାରୀ ବିବର୍ଜିତ ସାହିତ୍ୟ ସୃଷ୍ଟି ଥିଲା ତାଙ୍କ ବଳିଷ୍ଠ ଲେଖନୀର ସ୍ୱାତନ୍ତ୍ର୍ୟ। ଡଗର ପତ୍ରିକାର ସମ୍ପାଦକ ଭାବରେ ତଥା ସରସ ସାହିତ୍ୟ ସମିତି ନାମକ ହାସ୍ୟାନୁଷ୍ଠାନର ପ୍ରତିଷ୍ଠାପକ ଭାବରେ ସେ ଚିରସ୍ମରଣୀୟ ରହିବେ। ନିଆଁଖୁଣ୍ଟା ପତ୍ରିକା ଭଳି ତେନ୍ତୁଳି ଛାଟ ପତ୍ରିକାଟିଏର ସେ ସମ୍ପାଦକ ଥିଲେ। ସରସ ସାହିତ୍ୟ ସମିତି ଭଳି ହାସ୍ୟ ବିକାଶ କେନ୍ଦ୍ର ନାମରେ ଅନୁଷ୍ଠାନ ମଧ୍ୟ ଗଢ଼ିଥିଲେ। ଜଣେ ବିଜ୍ଞାନର ଛାତ୍ର ହୋଇ ସୁଦ୍ଧା ସାହିତ୍ୟ ପ୍ରତି ତାଙ୍କର ସମର୍ପଣ ତାଙ୍କୁ ଓଡ଼ିଆ ସାହିତ୍ୟରେ ଚିରସ୍ମରଣୀୟ କରି ରଖିଥିବ। ଧନ୍ୟବାଦ।